ଆରେ ଏଟା କ'ଣ କିରେ? ଆରେ ଏଟା ଏରୋପ୍ଲେନ୍ ତ। ରହିଥା ମୁଁ ବୁଢ଼ୀ ଡାକେ, ବୁଢ଼ୀ ଦେଖିବ। ବୁଢ଼ୀ ଆ ଦେଖିବା ଆ କିଏ ଗ୍ରେଡ୍ ଜୋର ଚିଲଉଛୁ? କ'ଣ ହେଇଛି କିରେ? ଆ ଦେଖିବା ଆ କ'ଣ ଦେଖିବୁ ମ କହୁନୁ? ଶଳା ବୁଢ଼ୀ ଏଇଠିକି ଆସୁନୁ, ହେଇଠି ଠିଆ ହେଇ କ'ଣ ଦେଖିବୁ? ହଉ ଯାଉଛି ରହ। ଆରେ ମୋତେ କ'ଣ ଅନଉଛୁ? ଉପରକୁ ନା କ'ଣ? କାଇଁ ମୋତେ ତ କିଛି ଦେଖାଯାଉନି। ଶଳା ଏଇ ଢିଲି ଆଖିକି କିଛି ଦେଖାଯାଉନି। ତୋ ଆଖିରେ କ'ଣ କଣ୍ଟା ମଡ଼ା ହେଇଛି? ହଁ ଦୁସିଲା ରେ ଟୋକା ଦୁସିଲା। ଏଇଟା କ'ଣ କିରେ? ଏଡ଼େ ଭିଡ଼ରେ ପଛପଟୁ ଧୂଆଁ ବାହାରିକି ପଳଉଛି। ଆଲୋ ତୁ ଏଇଟା ଜାଣିନୁ? ଏଇଟା ପରା ଏରୋପ୍ଲେନ୍। କ'ଣ କହିଲୁ? ଶୁଭିଲାନି। ଆଲୋ ଏରୋପ୍ଲେନ୍ କହୁଛୁ। ଏଇଟା କାହିଁ ତ କେତେବେଳେ ମୁଁ ଶୁଣିନି କି ଦେଖିନି। ଆରେ ତା ମାନେ କ'ଣ ମୋତେ ବୁଝଉନୁ? ଏରୋପ୍ଲେନ୍ ମାନେ ତା ଭିତରେ ଲୋକ ବସିଛନ୍ତି ଆଉ ସେ ଉଡ଼ି ଉଡ଼ି ଯାଉଛି। ଆରେ ଏଇଟା ତ ଉଡ଼ି ଉଡ଼ି କୁଆଡ଼େ ଯିବ? କୁଆଡ଼େ ଯିବ ଆଉ? ଯାଇ ଭୁବନେଶ୍ୱର ଯିବା ଆଉ। ତୁ ତ ଶଳା ବୁଢ଼ୀ ଖାଲି ଘରେ ମୁଦି ହେଇକି ରହିଲୁ। ଆଉ କ'ଣ କୁଆଡ଼େ ଉଡ଼ୁଛି କୁଆଡ଼େ ଯିବ କ'ଣ ତୁ ଜାଣିବୁ? ଖାଲି ଶଳା ଏଠି ବୁଢ଼ା ବୁଢ଼ୀ ବସିକି ଘରେ ସନ୍ଧ୍ୟା ଆସିକି ଖାଲି ଧାନ କଟା ହବ, ଇଏ କଟା ହବ, ଏମିତି କଟା ହବ, ଖାଲି ଏମିତି ବସିକି କରୁଥା। ଏ ଶଳା ବୁଢ଼ୀ ଟିକେ ଶାଗ ଖାଉନୁ। କ'ଣ ପାଇଁକିରି ଟୋକା? ମୁଁ କଳା ପଡ଼ିଯିବିନି? କମ ଗୋରାଟା ତୁ, ଖାଲି ରସ ବହୁଛି। ଆରେ ନାତିଆ ଦେଖିଲୁ ମୁଁ ସୁନ୍ଦର ଦେଖାଯାଉନି? ସୁନ୍ଦର ମାନେ ପୁରା 16 ବୟସୀ ଭଳିଆ ଦେଉଛୁ। ଚାଲୁ ଶଳା ବୁଢ଼ୀ, ମୋତେ ଖାଇବାକୁ ଦେବୁ, ଭୋକ ହେଲାଣି। ଏଇ ଟୋକା ଖଣ୍ଡି କ'ଣ ଏମିତି କ'ଣ ହେଉଛି କିଲୋ? ଏ ପୁଅ ମୁଁ ତ ବାଇଗଣ ପୋଡ଼ୁଥିଲି, ମୋତେ କହିଲୁ ବୁଢ଼ୀ ବେଗୁଆ ପଳେଆ କ'ଣ ଗୋଟେ ଦେଖିବ କେଉ? ଆଉ ମୁଁ ତ ଆସିକି ତୋ ପାଖରେ ଠିଆ ହେଲି, ଆହୁରି ଫେରେ କହୁଛୁ କ'ଣ କରୁଛୁ କ'ଣ ନାହିଁ? କ'ଣ କହିଲୁ ଶଳା ବୁଢ଼ୀ? ମୁଁ ଏଇ ବାଇଗଣ ପୋଡ଼ା ଭାତ ଖାଇବି? ତତେ ମୋ ବୋଉ କହିଥିଲା ଏଇ ବାଇଗଣ ପୋଡ଼ା ଭାତ ଦେବାକୁ? ଆଉ ଘରେ ତ କିଛି ନାହିଁ, ମୁଁ କ'ଣ କରିବି? ଏଇ ଯେଉଁ ବୁଢ଼ା କହିଲା, ବୁଢ଼ାକୁ କହିଲୁନୁ ଆଜି ପୁରା ରବିବାର, କୁକୁଡ଼ା ମାଂସ ମୋତେ ଭଲ ତୁ ଜାଣିନୁ କି? କୁକୁଡ଼ା ମାଂସ ଆଣିଥିଲେ ଆମେ ଝୋଳ କରି ଖାଇଥାନ୍ତେ। ଇଏ ବୋପା, ଏ ଟୋକା ଖଣ୍ଡିକ ଖାଲି କୁକୁଡ଼ା ମାଂସ ଖାଇବାକୁ ବାଉଳି ହେଉଛି ଏଠି। ମୋତେ ଶଳା ଆଜି ମାଂସ ଖାଇବାକୁ ଦେବୁ, ନହେଲେ ମୋ ବୋଉକୁ କହିଦେବି। ଯାଉନୁ କହିବୁ ତ ବୋଉକୁ। ମୁଁ କ'ଣ ତୋ ବୋଉକୁ ଡରିଛି? ମୁଁ ବି ତୋ ବୋଉକୁ କହିବି। କ'ଣ କହିବି ଜାଣିଛୁ? କହିବି ତୋ ପୁଅକୁ ଗୋଟେ କୁକୁଡ଼ା କଟାଳି ଝିଅ ସାଙ୍ଗରେ ବାହା କରିଦେଲେ ଡେଲି ପର ମାଂସ ଖାଉଥିବ ବସିକି। କ'ଣ କହିଲୁ ଶଳା? ମୁଁ କୁକୁଡ଼ା କଟାଳି ଝିଅ ସାଙ୍ଗରେ ବାହା ହେବି? ଶଳା ମୁଁ ଗୁଗି ଭଲ ପାଉଛି ଜାଣିନୁ? ଶଳା ମୁଁ କହୁଛି କୁକୁଡ଼ା କଟାଳି ଝିଅକୁ ବାହା ହେବି। ଚିହ୍ନିଛୁ ବୁଢ଼ୀ? ରହ ଏ ପୁଅ, ଯେଉଁ କହୁଛୁ ଗୁଗିକି ବାହା ହବୁ, ସିଏ ଏମିତି ବାଇଗଣ ପୋଡ଼ା ଦେଲେ ଖାଇବୁ ନା ଖାଇବୁନୁ? ହଁ ମୁଁ ଖାଇବି। କ'ଣ ପାଇଁ ଖାଇବୁନୁ? ସିଏ ତ ମାଇପ। ତୁ ତୋ ହାତରୁ ଖାଇବିନି। ତୁ ଶଳା ବୁଢ଼ୀ ମୋତେ ମାଂସ କରିକି ଏନୁ ଦେ, ମୁଁ ଖାଇବି, ନହେଲେ ଖାଇବିନି। ହଇ କିଏ ଶୁଣୁଛ? ଟିକେ ଏଇଠୁ ଖଟ ଉପରୁ ମୋବାଇଲଟା ଆଣିଲ, ମୁଁ ତା ବାପା ପାଖକୁ ଫୋନ୍ କରିଦିଏ। ସେ କେମିତି କଳି କରୁଛି ମାଂସ ନହେଲେ ଖାଇବନି। ତା ବାପା ମାଂସ ଧରିକି ଆସୁ, ରୋଷେଇ କରି ଯାଇ ଖାଇବ। ହଁ ବୁଢ଼ୀ କହୁଛୁ କହ ଯେ, କିନ୍ତୁ ଫୋନ୍ କରିବା ପୂର୍ବରୁ ଆଗ ଅଦା ରସୁଣ ବାଟିକି ରଖିଥା। ମୋ ବାପା ମାଂସ ଆଣିକି ଆଇଲା ମାନେ ଏତେ ଆସିକି ଚୋପା ଛଡ଼େଇଲେ ରସୁଣରୁ ଦେବି ତ ନାକୁ ବଇଠେ। ହଇରେ ଶଳା କ'ଣ ବେଗରେ ଏଡ଼େ ଜୋରେ ହାଉଳି ହେଇକି ଚିଲଉଛୁ? ଶଳା ମଣିଷକୁ ଟିକେ ଶୁଆଇ ଦେବୁନି ନା କ'ଣ? ମାଂସ ଖାଇବାର ଇଚ୍ଛା ବେଲେ ଶଳା ଯାଉନାରି ହୋଟେଲରୁ ଖାଇବୁ। ଶଳା ଏଇଠି ଆମେ ବୁଢ଼ା ବୁଢ଼ୀ ଜୋରକ ହଇରାଣ ହେଉଛୁ, ତୋ ବାପାର ବୋଉ ଯାଇଛନ୍ତି କୁଆଡ଼େ ମେଡ଼ିକାଲ, ତେତେ ଏଠି ମାଂସ ରୋଷେଇ କରିକି ଦେବୁ, ଶଳା ଖାଇବୁ। ଶଳା ବାଇଗଣ ପୋଡ଼ା ଖାଇଲେ ଖା, ନହେଲେ ଶଳା ପଳା ଏଇଠୁ। ଯିବି ହାରି ତ, ଯିବି ହାରି। ଶଳା ବୁଢ଼ା ମୁଁ ଆଇଲେ ତୋ କଥା ବୁଝିବି।